ଖାଲି ସତ୍ୟ କାହାଣୀଟା ହେଲା ଆଜି ଲୋକ କହିବେ କାଲି ଲୋକ କହିବେ ଯେବେ ତମେ ମାନେ ତମର ଯୋଉ ସ୍ୱପ୍ନ ଥିବ ସେଇଟାକୁ ହାସଲ କରିଦବ ନା ସେତେବେଳେ ଲୋକ ତାଳି ମାରିବେ। ମୁଁ ଏପର୍ଯ୍ୟନ୍ତ ଭାବୁଥିଲି ମୋ ଲାଇଫର ସବୁ ଠିକ ଚାଲିଛି, ଖାଉଛି ବୁଲୁଛି ବସିଛି ଶୋଉଛି ସବୁ ନର୍ମାଲ, ବାକି ମତେ ଦିନେ ଲାଗିଲା ଯେ ମୁଁ ମୋ ଲାଇଫର କି ମୁଁ ମୋ ସ୍ୱପ୍ନ ପାଇଁ କାମ କରୁଛି ନା ନାଇଁ। ତ ଏ ଭିଡିଓ ଦେଖିଲା ପରେ ତମେ ବି ତମେ ନିଜକୁ ପଚାରିବ ଯେ ତମେ କଣ କରୁଛ ତମ ଲାଇଫ ପାଇଁ। ମୁଁ ଏକ ସମୟରେ ଦିନ ରାତି କାମ କରୁଥିଲି, ଆଉ ସେତେବେଳେ ମୁଁ ମନେ ମନେ ଭାବୁଥିଲି ଯେ ମୁଁ ମୋ ସ୍ୱପ୍ନ ପାଇଁ ହିଁ କାମ କରୁଛି। କିନ୍ତୁ ଦିନେ ମୁଁ ମୋ ନିଜକୁ ପଚାରିଲି ମୁଁ ଯୋଉ କାମ କରୁଛି ସେଇଟା କଣ ମୋ ସ୍ୱପ୍ନ ପୁରା ହବ ନା ସେଇଟା ମୋ ସ୍ୱପ୍ନ ଅଧୁରା ହେଇଯିବ। ମୁଁ ତ ବିଜି ଥିଲି ବାକି ପ୍ରଡକ୍ଟିଭ ନଥିଲି। ମୋର ଫାଷ୍ଟ ଗୋଲ ଥିଲା କମ୍ଫର୍ଟ ଜୋନରେ ରହିବା, ମାନେ ଯୋଉଟା ହଉଛି ଖା ଉଠ ଶୋ ଆଉ ଫେର ସେ କାମକୁ ଯା। ସେଇଟା ହଉଛି କମ୍ଫର୍ଟ ଜୋନରେ ରୁଲ୍ସ, ସେଇଟା ହଉଛି ତମକୁ ଡାଉନ କରିବାର, ସେଇଟା ହଉଛି ପ୍ରଥମ ଷ୍ଟେପ। ସେଇଟା ଦେଖିବାକୁ ସୁନ୍ଦର ସେଫ୍, କିନ୍ତୁ ମନ ଓ ସ୍ୱପ୍ନକୁ ଦୁର୍ବଳ କରିଥାଏ ସେଇ କମ୍ଫର୍ଟ ଜୋନ୍। ତାହେଲେ ସତ୍ୟ କାହାଣୀଟା ହେଲା ଆଜି ଲୋକ କହିବେ କାଲି ଲୋକ କହିବେ ଯେବେ ତମେ ମାନେ ତମର ଯୋଉ ସ୍ୱପ୍ନ ଥିବ ସେଇଟାକୁ ହାସଲ କରିଦବ ନା ସେତେବେଳେ ଲୋକ ତାଳି ମାରିବେ। ଯଦି ତମେ ଏଇ ତିନିଟା ଭୁଲକୁ ବୁଝିପାରିବ ଭଲ ଭାବରେ ତ ତମ ଜୀବନ ତମ ଲାଇଫ ଚେଞ୍ଜ ହେଇପାରେ। ତ ମୋ ଭାଇ ସ୍ୱପ୍ନ ହେଇଥାଏ ପୂରଣ କରିବା ପାଇଁ, ନା କି ସ୍ୱପ୍ନକୁ ଖାଲି ଦେଖେଇବା ପାଇଁ କି ସ୍ୱପ୍ନ ଦେଖିବା ପାଇଁ। ତ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କର, ସେୟାର କର, କମେଣ୍ଟ କର। ଆଉ ହଁ କମେଣ୍ଟରେ ଏଇଟା ଲେଖିଦେଇ ଯାଅ ତମେ ଆଜି ଯା କୋଉ ସ୍ୱପ୍ନକୁ ନେଇ ଚାଲିଛ ଆଉ ତାକୁ ପୁରା କରିବାକୁ ଚାହୁଁଛ। ଜୟ ଜଗନ୍ନାଥ। ମୁଁ ଓଡ଼ିଶାରୁ ଶିବା।